ଚିତଉ ପିଠାର ଗୋଟେ ରେସିପି ଆଣନ୍ତୁ। ତାଙ୍କ ଡିମାଣ୍ଡରେ ଆଜି ଚିତଉ ପିଠାର ରେସିପି ଆପଣମାନଙ୍କୁ ଆଣନ୍ତୁ କେମିତି କରିଛି ଯିବା ମୋ ରୋଷେଇ ଘରକୁ। ସେଥିପାଇଁ ଆମେ ଚାଉଳ ଗୋଟେ ଅଧ କିଲୋ ମୁଁ 500 ଗ୍ରାମ ଚାଉଳ ନେଇଛି। ତା ପାଇଁ ଗୋଟାଏ ବଡ଼ ନଡ଼ିଆ, ସେ ଶୁଖିଲା ନଡ଼ିଆ, ସେ ନଡ଼ିଆର ଏମିତି ତଳ ଅଂଶଟା ଆମେ କୋରିକି ରଖିଦେବା, ତାକୁ ପକାଇବାନି, ନହେଲେ ଧଳା ଧଳା ପିଠା ହେବନି। ଧଳା ଅଂଶଟାକୁ ନେବା। ତା ପାଇଁ ନେବା କିଛି କ୍ଷୀର। ସେ କ୍ଷୀରଟାକୁ ମୁଁ ଆଗ ପ୍ରଥମେ ଖାଲି ଚାଉଳରେ ଟିକେ ବାଟିଦେବେ, କ୍ଷୀର ଅଳ୍ପ ଟିକେ ରଖିବେ, ନଡ଼ିଆ ଦେହରେ ମିଶାଇ ନଥିବେ। ତାପରେ ଆଉ ସବୁ ଚାଉଳ ଦେହରେ ଆମେ ନଡ଼ିଆଟାକୁ ମିଶାଇଦେବା। ମିଶାଇକି ତାକୁ ଭଲକରି ଗୋଳେଇକି କ୍ଷୀରରେ ଆମେ ସବୁ ନଡ଼ିଆ ଚାଉଳକୁ ପୁରା ଫାଇନ୍ ଆଣ ଗୋଟେ ବାଟିଦେବା। ବେଶୀ ପାଣିଆ ପାଣିଆ କରିବା ନାହିଁ, ଆମେ ବହଳିଆ ବେଶୀ ରଖିବା ନାହିଁ କି ଚକୁଳି ପିଠା ଠାରୁ ଆଉ ଟିକେ ବହଳିଆ ଆଣ ଦେଖନ୍ତୁ, ଚକୁଳି ପିଠା ଠାରୁ ଟିକେ ମୋଟା ଆଣ ଆମେ ରଖିବା। ଆଉ ଯେଉଁ ଆଣଟାକୁ ଆମେ ରଖିଥିଲେ ତା ଦେହରେ ଗୋଟିଏ ଗିନା ମୁଁ ରଖିଛି, ଅଧ ଗିନା ରଖିଛି, ଅଧ ଗିନା ପାଣି ସେଠି ଦେଇଛି, ଆ ଦେହରେ 2 ଅଧ ଗିନା ଗୋଟିଏ ଗିନା ପାଣି ମୁଁ ମିଶାଇଲି। ତେଣୁ ଗୋଟିଏ ଯେତିକି ଚାଉଳ ରଖିଥିଲି ତାର 3 ଭାଗ ଆମେ ପାଣି ଦେବା, ଦେଇକି ତାକୁ ଆମେ ଘାଣ୍ଟି ଦେବା। ପାଣିଟା ଫୁଟୁଥିବ, ତାକୁ ଏମିତି ଆମେ ଜନ୍ତି ଦେବା ଟିକେ ନାକୁରୁ, କାରଣ ନ ଫୁଟିଲେ ଚିତଉ ପିଠା କେବେ ଏମିତି ଜାଲି ଜାଲି ହେବ ନାହିଁ। ତେଣୁ ଆମେ ଆଣ ଦେହରେ ପକାଇଦେବା ଟିକେ ଲୁଣ, ପକାଇଦେବା ଟିକେ ଚିନିଟା ପକାଇଲେ ଫୁଲିବ ଟିକେ ଭଲ। ନଡ଼ିଆ ଚାଉଳ ବଟାଏ ତାକୁ ଆମେ ଭଲକରି ଫେଣ୍ଟି ଦେବା, ତାକୁ ଭଲକରି ଫେଣେଇ ଦେବା ଏମିତି ଟିକେ। ତାପରେ ଆମେ ଯେଉଁ ଚାଉଳ ଜନ୍ତିକି ରଖିଥିଲେ ତାକୁ ହାତ ମାରିବା ଯେମିତି ଉଷୁମ ଥିବ କିନ୍ତୁ ଗରମ ନଥିବ। ତା ଦେହରେ ଏ ଯେଉଁ ଆଣଟାକୁ ଆମେ ଆଉ ଥରେ ଗୋଳେଇ ଦେବା, ସବୁ ଗୋଳେଇକିରି ଏମିତି ଇଏ କରି ତାକୁ ଆମେ ତାପରେ ଗୋଟେ ଘୋଡ଼େଇ ଦେବା। ଖାଲି ଟାଇମ ନା ଫୁଲିବ ନାହିଁ। ଚିତଉ ପିଠାଟା ଜମା କେବେ ବି ସାଙ୍ଗେ ସାଙ୍ଗେ ବାଟିକି କରିବେନି। ଦେଖନ୍ତୁ କେତେ ସୁନ୍ଦର ଭାବରେ ଫୁଲି ଯାଇଛି। ମୁଁ ଦିନ 10ଟାରେ ବାଟିଥିଲି, ରାତି 10ଟାରେ ଫୁଲିଲା। ତେଣୁ ବାଧ୍ୟ ହେଇ ରାତିରେ ମୁଁ କଲି। ତାକୁ ଟିକେ ପାଣି ଦେଇଛି, ପୁରା ଏମିତି ପତଳା ଚକୁଳି ପିଠା ଆଣ ଭଳିଆ ତାକୁ କରିଦେଇଛି ମୁଁ। ଆଉ ଦେହରେ କଡ଼େଇରେ ଟିକେ ତେଲ ପକାଇଦେବେ, ଟିକେ ପାଣି ଛିଞ୍ଚିଦେବେ। ପାଣି ଛିଞ୍ଚି ଦେଇ ଏ ଆଣରୁ ତା ଦେହରେ ଦେବେ। ଦେଇଦେଇ ଗୋଟେ ଏମିତି ଗାଡ଼ୁଆ ତାଟିଆ ଗୋଟେ ପାଖରେ ରଖିଥିବେ, ଗୋଟେ କଂସାରେ ଏମିତି ପତଳା କପଡ଼ା ଗୋଟେ ରଖିଥିବେ। ସେ କପଡ଼ା କଡ଼େଇରେ ଏମିତି ଆଣ ଦେଇକିରି ଗୋଟେ ଚାମଚ, ବେଶୀ ବଡ଼ ବଡ଼ କରିବେନି ନହେଲେ ତଳ ପୋଡ଼ିଯିବ। ଗୋଟିଏ ଚାମଚ ଦେବେ। ଗ୍ୟାସ୍ଟାକୁ ଲୋ ଫ୍ଲେମ୍ରେ, ହାଇ ଲୋ ଫ୍ଲେମ୍ରେ ରଖିବେ। ଏଇ ଯେଉଁ କପଡ଼ାଟାକୁ ତା ଚାରିପାଖ ଯାକେ ଏମିତି ବୁଲେଇ ଦେବ। ଓଦା କପଡ଼ାଟାକୁ ଚୁପୁଡ଼ିକିରି ଏମିତି ବୁଲେଇ ଦେବେ ତା ଦେହରେ। ତାକୁ ରଖିଦେଲା ପରେ ଏମିତି ସୁନ୍ଦର 2 ମିନିଟ୍ ଥରେ ପିଠା ଦେବେ। ତା ଦେହରେ ଦେଇ ସାରିଲା ପରେ ଲୋ ହାଇ ମିଡ଼ିୟମ୍ରେ ତାକୁ ରଖିବେ। 2 ମିନିଟ୍ରେ ପିଠା କାଢ଼ିବେ। ଜାଳ ଜୋର ଜମା ବି ଦେବେନି, ତଳ ପୋଡ଼ିଯିବ, କାହିଁକିନା ନଡ଼ିଆ ଚାଉଳ। ପୁର ବି ଦେଇ ଛେନା ନଡ଼ିଆ ପୁର, ଖାଲି ନଡ଼ିଆ ପୁର ବି ଦେଇକିରି କରିପାରିବେ। ଖଣ୍ଡ ନଡ଼ିଆ ବି ତା ଦେହରେ ପକାଇଲେ ଆହୁରି ଭଲ ଲାଗେ। ତଳେ ଟିକିଏ ବି ପିଠା ଲାଗିବନି। ଗୋଟିଏ ପିଠାର ସମୟ ସୀମା ହେଉଛି 2 ମିନିଟ୍। ଦେଖନ୍ତୁ କେତେ ସୁନ୍ଦର ଜାଲି ଜାଲି ପିଠା ହେଇଛି। ସବୁବେଳେ ସବୁ ଟିପ୍ସଟା ମନେ ରଖିବେ, କାହିଁକିନା ଅଧ କିଲୋ ଚାଉଳରେ ଗୋଟିଏ ବଡ଼ ନଡ଼ିଆ। ତଳଟାକୁ କଳା ଗୁଡ଼ାକ ପକାଇବେନି। ଆଉ ଶୀତ ଦିନେ 4 ଘଣ୍ଟାରୁ 5 ଘଣ୍ଟା ବାଟିକି ରଖିବେ ଘୋଡ଼େଇକିରି। ଶୀତ ଦିନେ, ଖରା ଦିନେ ରଖିବେ 4 ଘଣ୍ଟାରୁ 5 ଘଣ୍ଟା। ଶୀତ ଦିନେ ରଖିବେ 10 ଘଣ୍ଟା 11 ଘଣ୍ଟାରେ ସେ ଯାଇକିରି ଫୁଲିବ। ଯେଉଁ ଆଣ ବି ରାତି 11:30 ହେଇଗଲା, ମୋ ବଳିଲା, ମୁଁ ତାକୁ ଫ୍ରିଜରେ ରଖିଦେଲି। ଏତିକି ପିଠା ମୁଁ କଲି, ତାକୁ କରିଦେଲି। ଦେଖନ୍ତୁ କେତେ ସୁନ୍ଦର ସୁନ୍ଦର ପିଠା ହେଇଛି। ଏମିତି ସବୁ ଟିପ୍ସଟା ଦେଖୁଥିବେ, ସବୁ ଦେଖିବେ। ଆଣଟା ଫୁଲିବ, ତାର ଗୋଟେ ବାସ୍ନା ଆସିବ। ସେଇ ବାସ୍ନାରେ ପିଠା ଅଳ୍ପ ଦେବେ, ମେଞ୍ଚେ କହିବେ ମୁଁ ବଡ଼ ବଡ଼ କରିଦେବି ଦେଇଦେବେ, ତଳ ପିଠା ଗୁଡ଼ାକ ଜମା ହେଇପାରିବନି। ଅଳ୍ପ ଅଳ୍ପ କରିବେ, ଛୋଟ ଛୋଟ ପିଠା କରିବେ, ସୁନ୍ଦର ସୁନ୍ଦର ପିଠା ହେବ। ଏମିତି ଏଟାକୁ କରିକିରି ଖାଇବେ, ମୋତେ ଆପଣଙ୍କର ମତାମତଟା ଜଣେଇବେ। ସୁନ୍ଦର ପିଠା ହେଇ ଦେଖନ୍ତୁ। ରାତି ଆସିକି 12ଟା ହେଲାଣି ସେତେବେଳକୁ, ଆଣ ତ ଫୁଲିଗଲାଣି ନା, ତେଣୁ କରିବାକୁ ବାଧ୍ୟ। ତେଣୁ ରାତିରେ କରିଲି। ତେଣୁ ଆପଣମାନଙ୍କ ପାଇଁ ଭିଡ଼ିଓ ସେଦିନ ରାତିରେ ଆଉ ପକାଇ ପାରିନଥିଲି। ପୁଣି ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ମୋତେ ସବୁବେଳେ ଲାଇକ୍, କମେଣ୍ଟ, ସେୟାର କରନ୍ତୁ। ପୁଣି ରହିଲି ନୂଆ ଭିଡ଼ିଓରେ। ମୁଁ ତା ପାଇଁ କରିଦେଇଛି ମଟର ତରକାରୀ ଆଉ ଚିତଉ ପିଠା। ବାଏ ବାଏ।